ମେଡିକାଲ ପରିସରରେ ଛାତି ଫଟାଇ କାନ୍ଦୁଛି ମା। ଆଉ ନିଜକୁ ନିଜେ ଧିକ୍କାର କରୁଛି, କାହିଁକି ମୁଁ ଝିଅ ପାଖରୁ ମୋବାଇଲ ଛଡ଼ାଇ ନେଇ ଭାଙ୍ଗିଦେଲି, ଯେଉଁଥିପାଇଁ ମୋ ଝିଅ ବିଷ ପିଇ ଦେଇ ମୋତେ ଏକା କରି ଆରପାରିକୁ ଚାଲିଗଲା। ଆଜ୍ଞା ହଁ, ନାବାଳିକା ଝିଅ ପାଖରୁ ମୋବାଇଲ ଛଡ଼ାଇ ନେଇ ଭାଙ୍ଗିଦେବାରୁ ସେ ବିଷ ପିଇ ନିଜର ଜୀବନ ହାରିଦେଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଜବରମପୁର ଥାନା ଗବପାଳ ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଦୁର୍ଗା ନାୟକଙ୍କ 15 ବର୍ଷୀୟ ଝିଅ ରୁନୁ ନାୟକ ସକାଳେ ଘରେ ବସି ମୋବାଇଲ ଦେଖୁଥିଲେ। ଏହି ସମୟରେ ତାଙ୍କ ମା ଏବଂ ମାମୁଁ ଆସି ରୁନୁ ପାଖରୁ ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ତେଣୁ ରୁନୁ ରାଗିଯାଇ ଘର ଭିତରକୁ ପଶି କବାଟ ମାରି ଘର ଭିତରେ ଥିବା କୀଟନାଶକ ବିଷ ପିଇ ଦେଇଥିଲେ। ପରେ ପରିବାର ଲୋକମାନେ କବାଟ ଭାଙ୍ଗି ରୁନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦୁଳା ମେଡିକାଲକୁ ଆଣିଥିଲେ ବି କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଝିଅର ଅକାଳ ମୃତ୍ୟୁକୁ ସହି ପାରୁନାହାନ୍ତି ମା। ମେଡିକାଲ ପରିସରରେ ଛାତି ଫଟାଇ କାନ୍ଦୁଛନ୍ତି। ମୋ ଝିଅ ରାତିରେ ନୁହେଁ ସକାଳ ଆଜି ସକାଳୁ ସକାଳୁ 8ଟା ଖଣ୍ଡେ ଟାଇମରୁ ଏମିତି ତାର ମୋବାଇଲ ଫୋବାଇଲ ଟିକେ ଛଡେଇ ଛଡେଇ ଆଣିଲା ବେଳକୁ ତାର ମାନେ ଜୋର ଜବରଦସ୍ତି କରିକି ଘରେ ଗଳି ଯାଇକି ତାର ବିଷ ମାନେ କବାଟ ମାରି ଦେଇଥିଲ? ହଁ କବାଟ କି ମାରିଦେଲା। ବିଷ ଖାଇଲେ ଆପଣଙ୍କର? ଏଇ ଆମର ପୋକମରା? ପୋକମରା ଧାନ ଗଛର ଯେ ପୋକମରା ସେଇ ବିଷ। ଆଚ୍ଛା, ଇଏ ଆସିଲା ପରେ ଆପଣ କେତେବେଳେ ପହଞ୍ଚିଲେ ଆସିକି ଝିଅକୁ ନେଇକି? ଏଠି ଆସି ପହଞ୍ଚିଲେ ଆମେ ପ୍ରାୟ 8ଟାରୁ ଯଦି ହେଲା ଆମେ ତଥାପି ସେଇ ବିଷ ଖାଇଲା ପରେ ଆମ୍ବୁଲାନ୍ସକୁ ଟ୍ରାଏ କଲେ ଇଆଡ଼େ ସିଆଡ଼େ। ଆଉ କେଣେ ଯଦି ଯେତେ ନହେଲା ଆମେ କହିଲେ ଏଠି ଗଲା ଯେତେବେଳେ ଆମ୍ବୁଲାନ୍ସ ଆଉ କଣ କରିବା, ଆମେ କହିଲେ ସେ ଆସିଲା ବେଳକୁ ଡେରି ହେବ, ତାହେଲେ ଆମେ ବାଇକରେ ହେଲେ କିଛି ବାଟ ନେଇଯିବା କହିକି ବାଇକରେ ଆମେ କିଛି ବାଟ ନେଇ ଆସିଲେ। ମାନେ 3 କିଲୋମିଟର ବାଟ ଆମେ ନେଇ ଆସିଲା ପରେ ଆମ୍ବୁଲାନ୍ସ ଯାଇ ପହଞ୍ଚିଲା। ତଥାପି ଆମ୍ବୁଲାନ୍ସରେ ବସେଇକି ଆଣିକି ଏଠି ଉଦୁଳା ଆଣିଲେ? ପହଞ୍ଚେଇଲା। ଉଦୁଳା ଆଣିଲେ। ଉଦୁଳା ଆଣିଲା ବେଳକୁ କେତେ ସମୟ ଯାହା ହେଇଥିଲା ଉଦୁଳା ଆଣିଲା? ସେତେବେଳେ সময়ଟା ସେଇ ପାଖାପାଖି 9ଟା ନଅଟା ଖଣ୍ଡେ ପାଖାପାଖି। ପାଖାପାଖି ହବ ଆଉ। ହଁ, ତାପରେ ଆସିଲା ପରେ ତାର ଆମର ଆମ୍ବୁଲାନ୍ସ ଯିଏ ସାର୍ ଟ୍ରିଟମେଣ୍ଟ କଣ କଲେ ଡାକ୍ତର? ଯାଇଥିଲେ, ସେ ତାଙ୍କର କଣ କାଗଜ ଚାଷୀ କାଗଜ ଫାଗଜ ଆଣିଲେ, ଦେଇକି ଟ୍ରିଟମେଣ୍ଟ କଲେ। ଏଇ ସେନାଲ 2ଟା ଦେଇଥିଲେ, ଅକ୍ସିଜେନ ଲଗେଇଥିଲେ। ତାପରେ ସେ ଚାଲତେ ଚାଲତେ ତାର ଇଆଡେ କଟିଗଲାନି ଝିଅ ଆଉ। ମାନେ ପାଖାପାଖି କେତେ ସମୟ ଏଠି ଟ୍ରିଟମେଣ୍ଟ ହେଲା? ପାଖାପାଖି ଘଣ୍ଟେ ଖଣ୍ଡେ ହବ, ଆଉ କେତେ ହବ। ମୟୂରଭଞ୍ଜ ଜିଲ୍ଲା ଉଦୁଳାରୁ ବସନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।